ମୋ ନା ଦୁଲଣୀ ପୁଷ୍ଟି। ମୁଁ 50-55 ବର୍ଷ ହେଲାଣି କାମ କଲିଣି। ବାବା ଶିଖେଇ ଦେଇଥିଲେ 12 ବର୍ଷ ହେଇଥିଲି ସେଇ କାମ କରୁଥିଲି। ଆଜି ଯାକେ ହେଲାଣି କରୁଛି। ସବୁ ଚେନ୍ ତିଆରି ହେଇଥିଲା, ଆଉ ହାର ହେଲାଣି, ମେଡଲ ଲାଗିଲାଣି, ମେଡଲ ତିଆରି ହଉଛି ଆଜି ଏସବୁ। ଆଉ କଣ ହେଲେ ସବୁବେଳେ ଏଇଟା ବେପାର ହେଲେ ଉନ୍ନତି ହବ। ଆଉ କଣ ମଜୁରୀ କେହି ଦେଇ ପାରୁନାହାନ୍ତି ନା କେହି ଦେବେନି। ମୁଁ ବେକ ପାଇଁ ଖଣ୍ଡେ ବୁଣି ଦଉଛି 500 ଟଙ୍କା ନଉଛି। ଆଉ ତେଣିକି ତାଙ୍କର ସେ ବେପାର କରିକି ଯାହା ଦଉଛି। ଆଉ ଯା ମଜୁରୀ ତ ମିଳୁଛି 500 ଟଙ୍କା, ଆଉ ଖାଲି ବୁଣି ଦେଲେ 500 ଟଙ୍କା ନେବେ। ସରକାର ତରଫରୁ କଣ ଆସିଲେ ମୁଁ ଚାହୁଁଛି ଏଇଆ। ଆଉ ସରକାର ଜାଣିଥିବେ ସେ କୋଉ ପଦ ନେଲେ ହଜିବନି, ସେଟା ସରକାର ଜାଣିଥିବେ। କିନ୍ତୁ କାମଟା ସବୁଦିନ ହବା କଥା। ଏ ସବୁଦିନ ହେଲେ କିଛି ନାହିଁ, ଡେରି ନଉଛି କାମ କରିବାକୁ, ସେ ପଇସା ମୂଲ୍ୟ କେହି ଦେଇ ପାରୁନାହାନ୍ତି। ମୋର ମୋ ନାଁଟା ହେଲା ପ୍ରଦୀପ କୁମାର ଦେବ। ଆମର ଏଇଟା କୌଳିକ ବୃତ୍ତି ବାପା କରୁଥିଲେ, ଜେଜେ କରୁଥିଲେ, ତାପରେ ଆମେ ଆସି କଲ। ଆମେ ଆସିକି ବାପା ଜେଜେ ଅମଳରେ ଏତେ ମେସିନ୍ ଫେସିନ୍ ଏତେ ଆଧୁନିକ ନଥିଲା। ଆଧୁନିକ ହବାରୁ କାମ ଅଚଳ ଦେଲା। ତେଣୁ ଆମେ ଯେ ମଜୁରିଟା ପାଉଛୁ ତା ସଫିସିଏଣ୍ଟ କେବେ ହଉ ପରିବାର ଭରଣ ପୋଷଣ କରିପାରୁ। ତେଣୁକରି ସରକାର ଆ ପ୍ରତି ଧ୍ୟାନ ଦେଲେ ଆମର ଏଇ କଳାଟା ବଞ୍ଚିଯାନ୍ତା। ତାରକସି କଳାଟା ଯୋଉ ଅଛି ଆମ ଇତିହାସରେ ନାଁ ଅଛି, କଟକର ନାଁ ତାରକସି ଫେମସ, ଅଲ୍ ୱାର୍ଲଡ ଫେମସ। ତେଣୁକରି ସରକାର ଆ ପ୍ରତି ଦେଲେ ନଜର ରଖିଲେ ଏହା କିଛି ସୁବିଧା ଆମ ପର ପଇସା ହୁଅନ୍ତା, ସେ ବାକି ଏଇ କଳାଟା ବଞ୍ଚିବ। ମେସିନ୍ ପ୍ରାୟ ହାତରେ ମେସିନ୍ କ୍ୱଚିତ କାମ ହୁଏ। ମେସିନ୍ ହାତରେ ଏତେ ପଡିପାରିବ, ତେଣୁ ମେସିନ୍ ଦ୍ୱାରା ଟିଚାର ମେସିନ୍ ହେଲା, ଆଉ ଇଏ ମେସିନ୍ ହେଲା, ଆଉ ଜଳେଇବା ପାଇଁ ଗ୍ୟାସ୍ ହେଲା, ଇଏ ହେଲା, ଏଗୁଡ଼ା ସବୁ ଟିକେ 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 ଆଧୁନିକୀକରଣ ହବାରୁ ଆମକୁ ସୁବିଧା ହଉଛି। ତେଣୁ ଯେତେ ସୁବିଧା ହଉଛି ସରକାର ଟିକେ ଆମକୁ ଧ୍ୟାନ ଦେଲେ ଆଉ ଟିକେ ପରିଷ୍କାର ହୁଅନ୍ତା, କଟକ କଳାଟା ବଞ୍ଚି ଯାଆନ୍ତା, କଟକର ନାଁ ରହନ୍ତା। ମୋ ନାଁ ସୁଜଲ ପୁଷ୍ଟି। ମୁଁ 40 ବର୍ଷ ପାଇଁ କାମ କଲି। ଆମ ବାପା କରୁଥିଲେ, ଜେଜେ କରୁଥିଲେ, ମୁଁ ସବୁଠି କରିବ। ସେତେବେଳେ ହାତରେ ସବୁ ବାଡେଇକି ଏ କାମ ହଉଥିଲା, ମେସିନ୍ ବାହାରି ନଥିଲା। ଏବେ ଏ ଯୋଉ ମୋଟା 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 ତାର ସବୁ ମେସିନ୍ ପକେଇକି ଆଣି ଆମେ ତାକୁ ହାତରେ ପତଳା କରି ଏ କାମ ସବୁ କରୁ। ଏ ଜିନିଷରେ ବିଭିନ୍ନ ପ୍ରକାରର ଛୋଟ ବଡ ଭେରାଇଟି ଟାଇପର କାମ ହୁଏ। ଦଶହରାର ମେଢ ଫେଢ କାମ, ଇଏ କାମ, ମକୁଡ କାମ, ଏ ସବୁ ଆମେ କରୁ। ବର୍ତ୍ତମାନ ଯଦି ଗଭର୍ଣ୍ଣମେଣ୍ଟ ଆମମାନଙ୍କୁ କିଛି ଗୋଟେ ବ୍ୟବସ୍ଥା କରନ୍ତା, ଯେମିତିକି ଆମ ପିଲାମାନେ ପୁଣି ଟ୍ରେନିଂ ସେଣ୍ଟର ଖୋଲନ୍ତା, ଆମ ପିଲାମାନେ ଟ୍ରେନିଂ ନିଅନ୍ତେ, ଜାଣନ୍ତେ ଗୋଟେ କିଛି ଷ୍ଟାଇପେଣ୍ଡ ପାଇଲେ ଟ୍ରେନିଂରେ କାମ କଲେ, ତାହେଲେ ଏ ବୃତ୍ତି ଆସ୍ତେ ଆସ୍ତେ ଆଗାନ୍ତା। ତେଣୁ ଗଭର୍ଣ୍ଣମେଣ୍ଟ ତାର କୌଣସି ଟ୍ରେନିଂ ଖାଲି କରିକି ପର୍ଯ୍ୟନ୍ତ କିଛି କରିନି। ଇଏ ଆଜ୍ଞା ସେଇ ଯିବ, କାରଣ ଆମ ଆଉ କାରିଗର ବାହାରିବେନି। ଆମେ ଯେତିକି କାରିଗର ଅଛୁ କଟକରେ ସମସ୍ତ ମହିଳା ଆଉ କାରିଗର କଟକ ତାର କିଛି ବୋଲି ନାଁ ଯିବ। ମୋ ନାଁ ହଉଛି ପଦ୍ମଲୋଚନ ମହାରଣା, ଡାକନ୍ତି ବୁଲା ବୁଲା, ବୁଲା କାରିଗର କହିଲେ ସମସ୍ତେ ଜାଣିପାରିବେ। ମୋ ଘର ହଉଛି ମହମ୍ମଦିଆ ବଜାର। ମହମ୍ମଦିଆ ବଜାରରେ ମୋ ଦୋକାନ ଅଛି। ମୋ ଘର ଦୋକାନ। ଆମେ ତ ପିଲାଦିନୁ 50 ବର୍ଷ ହେଲାଣି ଏ କାମରେ ଆମେ ଜଡିତ। ଆମେ ପିଲାଦିନୁ କୁଣିଆ ସୁଧ ସମସ୍ତଙ୍କୁ ତାରକସି କାମ ଏବେ ଓଡିଶାରେ ପ୍ରସିଦ୍ଧ, ସବୁଆଡେ ପ୍ରସିଦ୍ଧ। ଆଉ ଆଗେ ସବୁ ଯୋଉ କାମ ହଉଥିଲା ଆଉ ବି ନୂଆ ନୂଆ ଟାଇପର ଭେରାଇଟି ଆଧୁନିକ ଯୁଗ ହେଲା, ଆଧୁନିକ ଟାଇପର ସବୁ ଖୋଜିଲେ। ତେଣୁ ଆମେ ସେଇ ଟାଇପର ଏସବୁ ବନେଇବା ପାଇଁ ଚେଷ୍ଟା କରୁଛୁ। ଏସବୁ କହୁଛି ବି ଦେଖଉଛନ୍ତି କାନର, ହାତର ଚୁଡ଼ି, ବେଙ୍ଗ ସବୁ ତିଆରି କରେ। ଅର୍ଣ୍ଣାମେଣ୍ଟ ଉପରେ, ଆଉ ଇଏ ଉପରେ, ମେଢ କାମ ଉପରେ, ଆଉ ଫର୍ଣ୍ଣିଚର କାମ ଉପରେ ମୁଁ ସବୁ ପ୍ରକାର କାମ ତିଆରି କରେ। କରିକି ସବୁ ପିଲା କରୁଛନ୍ତି, ମୁଁ ବି କରୁଛି। ପିଲା ମୋର ଯେହେତୁ ପିଲାଦିନୁ ମୁଁ ଏଇ କାମରେ ଜଡିତ, ତେଣୁ ସବୁଆଡେ ଡାକନ୍ତି, ଆମେ ଯାଇକି ସବୁ ଆମେ କାମ କରିକି ଦେଖାଅ, ଷ୍ଟଲ ବି ପକାଅ। ଏଇ ପକେଇଛି ବି ସେଠି ମୋ ପୁଅ ଶୋରୁମ କରିଛି। ମୁଁ ଏଠି ବସିକି ଦେଖଉଛି କାମ କେମିତି ହୁଏ। ବିଭିନ୍ନ ପ୍ରକାରର ପେଣ୍ଡେଣ୍ଟ ତିଆରି କରୁଛି, ଏ ମାଛ କାନର ତିଆରି କରୁଛି, ଅଧା କରିଛି, ଏଇଟା କମ୍ପ୍ଲିଟ।
ये कंप्लीट रो भी गोटे गोटे सैंपल रखी ये कानर झुमका तैयारी कर पेंडी ये फूल ये नुआ इयरिंग सब विभिन्न प्रकार सब तैयारी करुचे बोले आज तो लास्ट सर भविष्य कौन समस्त आशा जे गवर्नमेंट आम किसी करू हूँ देखो टीवी मुझे तेणु समस्त आशा जे केमती गवर्नमेंट किसी करू आमे भी जानिच गवर्नमेंट गोटे फैक्टरी कौन कर सती चौड़ा पाखे उद्घाटन भी आमको डाकी आम जाइल हाँ वर्षे टाइम नहीं वर्षक भितर कंप्लीट देवे देले सेठी जदि किसी कारीगर जाइए काम धंदा करिकी गवर्नमेंट आड़ू किसी सुविधा पाइबे ताले आर उन्नति निश्चय मु भावुची हम नचेत आर उन्नति हमार कौन चांस ना कहीं मजूरी सेमती मिलूनी सब बढ़ुची आम मजूरी कमु तेणु आमे आम पिला पूरे भितर इच्छा होनी तेणु जदि आर मूल्यटा टी अधिका मजूरी पारिश्रमिक जोटा सेटा जदि टी अधिका हुआ ताले आमर इंटरेस्ट हुआ जे आमे भी आ भितर गल आम पिला भी लगेगा तो पैसा जदि न पोषाऊँ पिला इंटरेस्ट होनी पोषिया सरकार आड़ू जदि सुविधा किसी आसो मु भावुची इंटरेस्ट निश्चय हम एवं आगामी पीढ़ी से पुणी करेंगे किसी उन्नति हम मो तरफ ये आशा कर भगवान इच्छा कौन हम आम शुणीच गवर्नमेंट तैयारी करुँच ट्रेनिंग हेल्का सब दवाई भी करुँच देखा जाए कौन हो दूर सक्सेस हो जाने